ଆରେ ଶିଆଳ ଦଳ କୁଆଡ଼େ ଯାଉଛ କି? ହାତୀ ଭାଇ, ଆମେ ବାଘ ମାଉ ପାଖକୁ ଯାଉଛୁ। ତୁମେ ଦୁହେଁ କିଛି ଖରାପ ଉଦ୍ଦେଶ୍ୟରେ ଯାଉନାହ ତ? ଆରେ ନାହିଁ ହାତୀ ଭାଇ, ଆମେ ଆଉ ଆଗ ପରିକା ନାହୁଁ। କିଛି ଭୁଲ କାମ ମୁଣ୍ଡରେ ଆଣୁନାହୁଁ। ତୁମର କିଛି ଭରସା ନାହିଁ। ପ୍ରଥମେ ମୋତେ କୁହ, ତୁମେ ବାଘ ମାଉ ପାଖକୁ କ'ଣ ପାଇଁ ଯାଉଛ? ହାତୀ ଭାଇ, ବାଘ ମାମୁଁକୁ କିଛି ଦିନ ହେଲାଣି ଦେଖିନାହୁଁ ତ, ସେଥିପାଇଁ ତାଙ୍କ ପାଖକୁ ବୁଲିବାକୁ ଯାଉଛୁ। ହଉ ଯାଅ ତାହେଲେ। ଆରେ ଭାରି ଶୋଷ ଲାଗିଲାଣି, ପାଣି ଟିକେ ପିଇଦେବା। କିନ୍ତୁ ପାଣି ପିଇଦେଲେ ଆମର ଭୋକ ଆହୁରି ବଢ଼ିଯିବ। କିଏରେ ଏଠାରେ ଆବାଜ କରି ମୋର ନିଦ ଭାଙ୍ଗିଦେଲା? ଆରେ କୁମ୍ଭୀର ମଉସା, ଭଲ ଅଛନ୍ତି ତ? ପାଣିରେ ରହି କ'ଣ ଭଲରେ ରହିପାରିବି? କେହି ନା କେହି ସବୁବେଳେ ଏଠାକୁ ପାଣି ପିଇବାକୁ ଆସୁଛି। ମୁଁ କ'ଣ ଭଲରେ ରହିପାରିବି? ମନେ ହୁଏ ଏଠାକୁ ଯିଏ ଆସେ ବେଟାକୁ କଚ୍ କଚ୍ କରି ଖାଇଦେବାକୁ। ରାଗି ଯାଉଛ କ'ଣ ପାଇଁ? ଆମେ ଜାଣିଶୁଣି ତୁମର ନିଦ ଭାଙ୍ଗି ନାହୁଁ। ଆମେ ବହୁତ ଭୋକରେ ଅଛୁ। ଭାରି ଚାଲାକ ତୁମେ। ତୁମେ ଭୋକରେ ଅଛ, ମୁଁ କ'ଣ କରିବି? ଯଦି ତୁମ ପାଖରେ ମାଛ ଅଛନ୍ତି ତାହେଲେ ଚଳି ଯାଇଥାନ୍ତା। ତୁମେ ଦୁହେଁ ଏତେ ବଡ଼ ଶରୀର ଧରିକି ମୋତେ ଖାଇବାକୁ ମାଗୁଛ? ତୁମେ ଦୁହେଁ ସବୁବେଳେ ଖାଲି ଖରାପ ଚିନ୍ତା ମୁଣ୍ଡରେ ଆଣ। ଯାଅ ଏଠୁ ହତବାଘାମାନେ। ରାଗ ନାହିଁ କୁମ୍ଭୀର ମଉସା। କେଉଁଠି ତୁମେ ଆଉ ବାଘ ମାମୁଁ, ଆଉ କେଉଁଠାରେ ଆମେ ସାମାନ୍ୟ ପ୍ରାଣୀ ଶିଆଳ। ତୁମର ଦୟାରେ ବଞ୍ଚିଅଛୁ। ତୁଚ୍ଛ ପ୍ରାଣୀ ଆମେ। ତୁମେ ମୋତେ ତେଳ ମାରୁଛ? ଏତେ କଥା କହିକି ତୁମକୁ ଖରାପ ଲାଗୁନାହିଁ? ବାଘ ସହିତ ମୋତେ ତୁଳନା କରୁଛ? ଯାଅ, ସେଠାରେ କେତୋଟି ମାଛ ପଡ଼ିଛି, କାଲି ମାରିଥିଲି, ତାକୁ ଖାଇଦିଅ। ତୁମେ କେତେ ଭଲ କୁମ୍ଭୀର ମଉସା। ତୁମର ମନଟା ଅନେକ ବଡ଼। କେତେ ଶକ୍ତିଶାଳୀ ତୁମେ। ତୁମର ଜଙ୍ଗଲରେ ରାଜା ହେବାର ଉଚିତ ଥିଲା। ଭଲ କଥା, ଜଙ୍ଗଲର ରାଜା ହେବାର ଉଚିତ ଥିଲା ସିଂହର, କିନ୍ତୁ ଏ ଜଙ୍ଗଲରେ ସିଂହ ନାହିଁ। ତ ଏବେ ଏଟା ବାଘ ରାଜା ହୋଇ ବସିଛି। ସତ କଥା କହିଲେ ବାଘ ମାମୁଁ ଏ ଜଙ୍ଗଲର ରାଜା ହୋଇଛି, କିନ୍ତୁ ରାଜା ହେବାର କୌଣସି ଯୋଗ୍ୟ କ'ଣ ଅଛି? ମୁଣ୍ଡରେ ତ କିଛି ବୁଦ୍ଧି ସୁଦ୍ଧି ନାହିଁ। ସମସ୍ତେ ତାର ପଛରେ ବୋକା କହନ୍ତି। ତୁମେ ରାଜା ହେଲେ ତୁମକୁ ସମସ୍ତେ ମାନିବେ। କି ଚେହେରା, କି ସାହସ, କି ବୁଦ୍ଧି ତୁମର, ଆଉ ମନଟା କି ଉଦାର। ସତ କହୁଛ ଶିଆଳ, କିନ୍ତୁ ମୁଁ ହେଲି ଜଳର ଜୀବ। ମୁଁ କ'ଣ ସ୍ଥଳରେ ଲଢ଼ି ପାରିବି, ପୁଣି ବାଘ ସାଥିରେ? କିନ୍ତୁ ଦେଖିଲେ ମୋ ଶରୀରଟା ତାଠାରୁ ବଡ଼। କୁମ୍ଭୀର ମଉସା, କିନ୍ତୁ ପାଣିରେ ତୁମେ ବହୁତ ଶକ୍ତିଶାଳୀ। ଏଠି ତୁମକୁ କେହି ହରାଇ ପାରିବେ ନାହିଁ। ବଣର ରାଜା ତ ତୁମକୁ ହେବା ଉଚିତ। ଦେଖିବା କ'ଣ କରାଯାଇପାରିବ। ଆରେ ଶିଆଳ, ତୁମେ କେତେ ଭଲ। ଆଚ୍ଛା ଶିଆଳ, ଆହୁରି ମାଛ ଦରକାର କି? ନାହିଁ କୁମ୍ଭୀର ମଉସା, ମାଛ ଖାଇବାକୁ ଆଉ ଇଚ୍ଛା ନାହିଁ। ନଦୀ ଖଣ୍ଡିରେ ଗୋଟିଏ କଅଁଳିଆ ମାଂସର ଛେଳି ଚରୁଛି। କେତେ ଦିନ ହେଲାଣି ଛେଳିର ମାଂସ ଖାଇନୁ। ଆରେ ଶିଆଳ ଦଳ, ମୋର ଛେଳି ମାଂସ ଖାଇବାର ଇଚ୍ଛା ଅଛି, ହେଲେ କ'ଣ କରିବା? ଛେଳି ପାଣି ପିଇବାକୁ କେବେ ଆସେନି, ସେଠାରୁ ଘାସ ଖାଇ ଚାଲିଯାଏ। ତାକୁ ଧରିବା ସମ୍ଭବ ନୁହେଁ। କ'ଣ ଗୋଟେ କରିବାକୁ ହେବ, ବୁଦ୍ଧିଟିଏ ଲଗାଇବାକୁ ହେବ। ଆମେ ଏବେ ଯାଉଛୁ। ମୋର ରାଜା ହେବା କଥାକୁ ମନେ ରଖିବ କିନ୍ତୁ ଶିଆଳ ଦଳ। ହଁ, ହେବ ହେବ। ବାଘ ମାମୁଁ, ଓ ବାଘ ମାମୁଁ, ନିଦରେ ଘୁଙ୍ଗୁଡ଼ି ମାରୁଛ କି? ଓ ବାଘ ମାମୁଁ, ଓ ବାଘ ମାମୁଁ, ଉଠ। କିଏ ରେ ସେଠି? ତୁମର ଭଣଜା ଗୋଲୁ ମୋଲୁ। କୁହ, କ'ଣ କହୁଛ କୁହ। ଆସିଲେ ଗୋଟିଏ ଖୁସି ଖବର ନେଇ। ଆରେ ତୁମେ ମୋର ଏତେ ଚିନ୍ତା କର, ମୁଁ ଭାରି ଖୁସି ହେଲି। ହଉ ତାହେଲେ, ତୁମ ପାଇଁ ଗୋଟିଏ କୁକୁଡ଼ା ଅଛି, ସେଇଟା ଆଜି ତୁମେ ଖାଅ। ଆରେ ନା ନା, ତୁମେ ହେଲ ଏ ଜଙ୍ଗଲର ରାଜା। କେତେ ଶକ୍ତିଶାଳୀ ହୋଇକି କୁକୁଡ଼ା ଶିକାର କରିଛ। ଆହାରେ, ନ ଖାଇ ଚେହେରାଟା କିପରି ହୋଇଛି। ବାଘର ଚେହେରାଟା ବିଲେଇ ପରି ହୋଇଗଲାଣି। ଏଇଟା ତ ଚିନ୍ତାର ବିଷୟ। ବାଘ ମାମୁଁ, ତୁମେ ଚିନ୍ତା କର ନା।
ଆମେ ଅଛୁ ନା, ଖାଲି ସକାଳେ ଆସି ତୁମକୁ ନେଇଯିବୁ। ବଡ଼ କିଛି ଗୋଟେ ଶିକାର କରିବା। ଗୋଟିଏ ବଡ଼ ଛେଳି ହେଲେ ତ ଖରାପ ହେବନି ନା କହ? ଆଚ୍ଛା ଯିବା ଶିକାର କରିବାକୁ। ଠିକ୍ ଅଛି ମାମୁଁ। ମା ମା ଯାଏ ଦେଖେ ଏଠି କିଏ ଏ ଦୁଇଟା ଶୋଇଛନ୍ତି। ଆରେ ଏ ଦୁହେଁ ତ ଶିଆଳ ଦଳ। ଏଠି କ'ଣ କରୁଛ? କ'ଣ ପାଇଁ ଏଠି ଅଛ? କିଛି କରୁନୁ, ଆମେ ଅଧିକ ଖାଇ ଦେଇଛୁ ତ ସେଥିପାଇଁ ଆମକୁ ଟିକିଏ ନିଦ ଲାଗିଲା, ସେଥିପାଇଁ ଏଠି ଶୋଇଛୁ। ଆଉ ଏମିତି କ'ଣ ଖାଇଲ ଯେ ତୁମକୁ ନିଦ ଲାଗିଗଲା କହିଲ? କ'ଣ ଆଉ କହିବୁ, ନଦୀ ଉପରେ କଅଁଳିଆ କଅଁଳିଆ ଘାସ ଆଉ ଶାଗପତ୍ର ଗୁଡ଼ାଏ ଖାଇ ଖାଇ ପେଟ ପୁରି ଯାଇଛି। ତୁମେ ଶିଆଳ ହୋଇ ଘାସ ପତ୍ର ଖାଉଛ, ମୋତେ ବୋକା ବନାଉଛ। ଶିଆଳ ବୋଲି କ'ଣ ଆମର ଘାସ ଖାଇବା ଇଚ୍ଛା ହୁଏ ନା? ଆମେ ମାଂସ ଖାଇବା ଛାଡ଼ି ଘାସ ଖାଇବା ଆରମ୍ଭ କରିଛୁ। ଅଳ୍ପ ଅଳ୍ପ ଖାଉ, କିନ୍ତୁ କଅଁଳିଆ ଘାସ ଦେଖିକି ବହୁତ ଖାଇ ଦେଇଛୁ। କାଲି ପୁଣି ଯିବୁ। ତୁମେ ଯିବ କି ଆମ ସାଙ୍ଗରେ? କେତେ ଦିନ ହେଲାଣି କଅଁଳିଆ ଘାସ ଖାଇନି। ନଦୀର ଏପଟେ ଭଲ ଘାସ ନାହିଁ। ତାହା ତ କହୁଛୁ, ଚାଲ ଆମେ ସମସ୍ତେ ମିଶି କଅଁଳିଆ ଘାସ ଖାଇବା। ତୁମେ ତ ଭଲ କହୁଛ, ହେଲେ ମୁଁ ନଦୀ ସେପଟକୁ ଯିବି କେମିତି? ନଦୀରେ ତ କେତେ ପାଣି। ତୁମକୁ ଏହା ଚିନ୍ତା କରିବାକୁ ପଡ଼ିବନି। ଆମ ପାଖରେ ଗୋଟିଏ ଡଙ୍ଗା ଅଛି। ଆମେ ଏବେ ଯାଉଛୁ, କାଲି ସକାଳେ ଆସିବୁ କିନ୍ତୁ। କେତେ ବଡ଼ ଛେଳିଟିଏ, ୟାକୁ ଖାଇଥିଲେ ମଜା ଲାଗିଥାନ୍ତା। ହେଲେ କ'ଣ କରିବା, ବାଘ ମାମୁଁ ପରି ଆମଟି ବଡ଼ କାହିଁ? ସେମିତିରେ ଛେଳି ପାଖରେ କେଡ଼େ ବଡ଼ ଶିଙ୍ଗଟିଏ ଅଛି। ସେଥିପାଇଁ ମୁଁ କିଛି କଲି ନା। ଆଉ ଯଦି କାଲି ବାଘ ମାମୁଁ ଶିକାର କରିବେ ତାହେଲେ ଆମକୁ କିଛି ନା କିଛି ମିଳିବ। ଆଉ ବେଟା ଛେଳି ଗଲା କୁଆଡ଼େ? ଆରେ ସେଇ ତ ଆସିଛି, ଆଉ ଚିନ୍ତା ନାହିଁ। ଚାଲି ଆସିଛ, ଚାଲ ଚାଲ ଜଲ୍ଦି ଜଲ୍ଦି ଆମର ଏହି ଡଙ୍ଗାରେ ବସ। କେତେ ତାଜା ଘାସ ଖାଇବାକୁ ମିଳିବ। ହଁ ଚାଲ, ସକାଳ ହେଲେ ମୋତେ ଭାରି ଭୋକ ଲାଗେ। ମୋତେ ଭାରି ଶୋଷ ଲାଗୁଛି। ଆମେ ଯାଇ ନଦୀଠୁ ପାଣି ପିଇ ଆସୁଛୁ। ତୁମେ ଏଠି ଘାସ ଖାଉଥାଅ। ସେଠୁ ଆସିଲେ ଆମେ ବହୁତ ଘାସ ଖାଇବୁ। ବାଘ ମାମୁଁ ଆସିଯିବା କଥା, ଏ ଯାଇ ବାଘ ମାମୁଁ ଆସିନାହିଁ। ଆରେ ସେଇ କୁମ୍ଭୀରଟା କ'ଣ ଏ ଦିଗକୁ ଆସୁଛି? କ'ଣ ଯେ କରିବା? କୁମ୍ଭୀରଟା ଯଦି ଛେଳିର ସବୁତକ ମାଂସ ଖାଇଯାଏ ତାହେଲେ ଆମେ ଖାଇବା କ'ଣ? ସେଥିପାଇଁ ଆମେ ଗୋଟେ କାମ କରିବା, କୁମ୍ଭୀର ଆଉ ବାଘ ମଧ୍ୟରେ ଝଗଡ଼ା କରାଇଦେବା। ଯିଏ ବଞ୍ଚିବ ତାକୁ ନେଇ ଛେଳିର ଶିକାର କରାଇବା, ତାପରେ ଆମର ଭାଗଟା ଠିକ୍ ଠିକ୍ ପାଇବା। ଏଇ ଯେ ଶିଆଳ ଦଳ, ମୁଁ ଚାଲି ଆସିଲି। କୋଉଠାରେ ଛେଳି? ଛେଳି ତ ଅଛି, ହେଲେ ଗୋଟେ ଗୋଳମାଲ ହୋଇଯାଇଛି। ବାଘ ମାମୁଁ ଏ ଛେଳିକୁ ଖାଇବ ବୋଲି କହୁଛି। କ'ଣ କରିବା ଯେ? ଜଙ୍ଗଲର ରାଜା ବୋଲି ଗୋଟେ କଥା। ଆଉ କିନ୍ତୁ ମୁଁ ତୁମକୁ ପ୍ରଥମେ କହିଥିଲି। କ'ଣ କରିବା କୁହ? ତୁମେ ତ ଆଉ ଏ ଜଙ୍ଗଲର ରାଜା ନୁହଁ। ତୁମେ ଗୋଟିଏ କାମ କର, ଏହି ପାଣି ଭିତରେ ଲୁଚି ଥାଅ। ତାପରେ ଯାହା କରିବା କଥା ଆମେ କରିବୁ। ବାଘକୁ ଯଦି ମାରିପାରିଲ, ଛେଳି ତୁମର। ଏଇ ଯେ ବାଘ ମାମୁଁ ଆସିଯାଇଛି। ଓ ବାଘ ମାମୁଁ, ଏଇ ଯେ ଏହି ଦିଗରେ ନଦୀକୁ ଦେଖ, ଗୋଟିଏ ଡଙ୍ଗା ଅଛି, ସେଟାକୁ ଉଠିଯାଅ। କି ସୁନ୍ଦର ଡଙ୍ଗା। ଗୋଲୁ ମୋଲୁ, ମୁଁ ଆସୁଛି। ଆରେ ଏ ଡଙ୍ଗା ଏମିତି କେମିତି ଦେଖାଯାଉଛି? ସର୍ବନାଶ, ଏ ତ କୁମ୍ଭୀର। ବେଟା ବାଘ, ଏବେ ଯିବୁ କୁଆଡ଼େ? ଜଙ୍ଗଲର ରାଜା ହୋଇ ବସିଛୁ, ତୋତେ ମାରି ମୁଁ ରାଜା ହେବି। କହିଲୁ କ'ଣ? ତୁ ହେବୁ ରାଜା? ପାଣିରୁ ବାହାରିଲେ ଚାଲିପାରିବୁନି, ସେଥିରେ ପୁଣି କହୁଛି ଜଙ୍ଗଲର ରାଜା ହେବ। ତାହେଲେ ଦେଖ ମଜା।
ଶିଆଳ ଦଳ କହିଛନ୍ତି ମୋତେ ରାଜା କରାଇବେ ବୋଲି। ଆରେ ବାବା ମୁଁ ପଳାଏ। এই দেখ ବାଘ ବେଟା ପଳାଇଗଲା। ସର୍ବନାଶ ସର୍ବନାଶ। ଆଉ ଆମେ ଏ ଜଙ୍ଗଲକୁ ଯାଇପାରିବାନି। ଯଦି ଗଲା ବାଘ ମାମୁଁ ଆମକୁ ଛାଡ଼ିବନି। ଶିଆଳ ଦଳ ଛେଳିକୁ ମୋ ପାଖକୁ ନେଇ ଆସ, ଆଉ ଭୋକ ସମ୍ଭାଳି ପାରୁନି। ନା ନା କୁମ୍ଭୀର ମଉସା, ତୁମର ଆଉ ଛେଳିକୁ ଖାଇବାର ଦରକାର ନାହିଁ। ଏତେ ଖରାପ ତୁମେ ଦୁହେଁ, ମୁଁ ତୁମକୁ ଛାଡ଼ିବିନି ଦୁଷ୍ଟ ଶିଆଳ ଦଳ। ଶିଆଳ ଦଳ ଆସିଗଲ। ମୁଁ ଆଜି ପେଟ ପୂରା ଖାଇକି ଆଉ ଉଠି ପାରୁନି। ନା ଏଠୁ କୁଆଡ଼େ ଯାଇପାରୁଛି, ନା ମୁଣ୍ଡ ଟେକି ପାରୁଛି। ଆଜି ମୁଁ ବହୁତ ଖୁସି। ଭଲ ହୋଇଛି ମଲୁ। ବର୍ତ୍ତମାନ ଛେଳି ଆଉ ଆମକୁ ତା ଶିଙ୍ଗରେ ମାରିପାରିବନି। ଛେଳିକୁ ଆଜି ମଜା କରି ଖାଇବା। ତୁମେ ଦୁହେଁ କିନ୍ତୁ କହୁଥିଲ ତୁମେ ନିରାମିଷ ଖାଅ ବୋଲି। ଘାସ ଖାଅ ମୋ ପରିକା। ତୁ ନିରାମିଷ ଘାସ ଖାଉ, ତାହେଲେ ତୁ ନିରାମିଷ। ତୋତେ ଖାଇଲେ ମଧ୍ୟ ନିରାମିଷ ହେବ। ତୋତେ ମଜା କରି ଖାଇବୁ। ମୁଁ ଠିକ୍ ଚିନ୍ତା କରୁଥିଲି। ଦୁଷ୍ଟ ଶିଆଳ ଦଳ କିଛି ଗୋଟେ ଭୁଲ ଉଦ୍ଦେଶ୍ୟରେ ବୁଲୁଛନ୍ତି। ମୁଁ ଠିକ୍ ସମୟରେ ଆସିଯାଇଛି। ଆରେ ବାବାରେ, ଆମେ ନଦୀଠି ବୁଡ଼ିଗଲା। ଏବେ କୁଆଡ଼େ ଯିବ ଶିଆଳ ଦଳ? ଏବେ ଦୁଷ୍ଟ ଶିଆଳ ଯିବ କୁଆଡ଼େ? ଏବେ ଦୁଷ୍ଟ ଶିଆଳ ଯିବ କୁଆଡ଼େ? ଏଇ ଛେଳି ଖାଇବା ଚକ୍କରରେ ଆଜି ଆମର ପ୍ରାଣ ଯାଇଥାନ୍ତା। ଆଜି ବାଘ ମାମୁଁ ଆଉ କୁମ୍ଭୀର ସହିତ ଶତ୍ରୁତା ହୋଇଯାଇଛି। ଯଦି ଜଙ୍ଗଲକୁ ଗଲା ବାଘ ମାମୁଁ ଛାଡ଼ିବନି, ସିଧା ଗିଳିଯିବ। ଏପଟରେ ନଦୀରେ କୁମ୍ଭୀର ଜଗି ବସିଛି। କିଛି ଦିନ ଆମକୁ ଜଙ୍ଗଲରେ ଲୁଚି ଛପି ରହିବାକୁ ହେବ। ଆମକୁ ଆଉ ଗୋଟେ ବୁଦ୍ଧି କରିବାକୁ ହେବ।